ଷଷ୍ଠ କ୍ଲାସ୍ ଗଣିତର ଅଭ୍ୟାସ କାର୍ଯ୍ୟ 1.1 କୁ କରିବା ହେଲା। ପ୍ରଥମ କ୍ୱେଶ୍ଚନ୍ ଦେଇଛି 8 ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟାରୁ ଆରମ୍ଭ କରି ପରବର୍ତ୍ତୀ 5ଟି ସଂଖ୍ୟାକୁ ଉପଯୁକ୍ତ ସ୍ଥାନରେ କମା ବ୍ୟବହାର କରି ସେଗୁଡ଼ିକୁ ଲେଖିବା ଆଉ ପଢ଼ିବା ହେଲା। ପ୍ରଥମ କ'ଣ ଦେଲା, ମନେକର ମୁଁ ଏଠି ଲେଖିଥିଲି କ'ଣ ନା 1 କୋଟି। ସବୁଠୁ ସାନ ସଂଖ୍ୟା କିଏ? 8 ଅଙ୍କ ବିଶିଷ୍ଟର 1 କୋଟି। 1 କୋଟିଟାକୁ ମୁଁ କ'ଣ କଲି ନା ପ୍ରଥମେ 1, 10, 100, 1000 ପାଖରେ କମାଇଦେଲି, ଅୟୁତ ଲକ୍ଷ ପାଖରେ କମାଇଦେଲି, ନିୟୁତ କୋଟି ପାଖରେ କମାଇଦେଲି, 1 ପାଖରେ କମାଇଦେଲି, 1 କୋଟି ହେଇଗଲା। ତାପରେ ପରବର୍ତ୍ତୀ 5ଟି ସଂଖ୍ୟା ହେଲା 1 କୋଟି 1, 1 କୋଟି 2, 1 କୋଟି 3, 1 କୋଟି 4, 1 କୋଟି 5। ଦେଖ ଏଠି ସେମିତି 1, 10, 100, 1000 ଘରେ କମା ଦିଆହେଲା, ଲକ୍ଷ ଘରେ କମା ଦିଆହେଲା, କୋଟି ଘରେ କମା ଦିଆହେଲା। ସେମିତି 1 କୋଟି 2ରେ 1000 ଘରେ, ଲକ୍ଷ ଘରେ, କୋଟି ଘରେ। ଏଠି ସେମିତି 1000 ଘରେ, ଲକ୍ଷ ଘରେ, କୋଟି ଘରେ। 1 କୋଟି 4ରେ 1000 ଘରେ, ଲକ୍ଷ ଘରେ, କୋଟି ଘରେ। 1 କୋଟି 5ରେ 1000, ଲକ୍ଷ, କୋଟି। ତ ଜଣେ କହିବ କି ସାର୍ ମୁଁ 1 କୋଟି 1 ନ ଲେଖିକି 10 ଲେଖିବି, 12 ଲେଖିବି, 15 ଲେଖିବି, ହେଇପାରିବ, କିଛି ଅସୁବିଧା ନାହିଁ। ତୁମେ 1 କୋଟି 2, 3, 4, 5, 6, 7, 8। ମନେକର ଜଣେ କହିବ ମୁଁ 1 କୋଟି 8 ଲେଖିବି, 10 ଲେଖିବି, ହେଇପାରିବ, କିଛି ଅସୁବିଧା ନାହିଁ ପିଲାମାନେ। ତୁମେ ତୁମ ଇଚ୍ଛା ଅନୁସାରେ ଯାହା ଚାହିଁବ ସେମିତି ଲେଖିପାରିବ। 1 କୋଟି, ଜଣେ କହିବ ସାର୍ ମୁଁ 1 କୋଟି 50ରୁ ଆରମ୍ଭ କରିବି। 1 କୋଟି 50, 51, 52, 53, 54, 55, 56, 57, 58 ଯାହା ତୁମେ ଲେଖିପାରିବ। କିନ୍ତୁ ଏଇଟା ହେଲା ସବୁଠୁ ସିମ୍ପଲେଷ୍ଟ। 1 କୋଟି 1, 1 କୋଟି 2, 1 କୋଟି 3, 1 କୋଟି 4, 1 କୋଟି 5। ପିଲାମାନେ କ୍ୱେଶ୍ଚନ୍ ନମ୍ବର 2କୁ ଯିବା। ଏଠି ଯେଉଁ ଟେବୁଲଟି ଦେଇଛି ସେ ଦେଇଛି ପାର୍ଶ୍ୱସ୍ଥ ଅଙ୍କ ଗ୍ରିଡ୍କୁ ନେଇ 5ଟି 8 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର, ସେଗୁଡ଼ିକର ନାମ ଲେଖ। ସେ ଦ୍ୱାରା ସୂଚନା ଗୋଟେ ଦେଇଦେଇଛି, ଯେମିତି 15 ନାମ ହେଉଛି ମାନେ 15 ଲେଖିଥିଲା ସଂଖ୍ୟାଟି, ତା ସାଇଡ଼ରେ ଲେଖିଦେଲା କ'ଣ ନା 15, ମାନେ ୱାର୍ଡ଼ରେ ଯେମିତି ଲେଖିଲା ହେଲା। ସେମିତି ଆମେ କ'ଣ କରିପାରିବା, ଏଠି ଦେଖ ମୁଁ ଲେଖିଛି 8 କୋଟି 76,54,321। ଆଉ ଗୋଟେ ଲେଖିଲି 7 କୋଟି 4,56,321। ଏଠି ସେମିତି ଲେଖିଲି 1 କୋଟି 23,45,076। ସେମିତି ଏଠି କ'ଣ ଲେଖିଲି ନା 3 କୋଟି 42,57,860 ହେଲା। ସେମିତି ତୁମେ ତୁମ ହିସାବରେ ତୁମେ ଲେଖିପାରିବ, ଆହୁରି ଅଲଗା ଅଲଗା ସଂଖ୍ୟା ମଧ୍ୟ ଲେଖିପାରିବ। ଜଣେ କହିବ ସାର୍ ମୁଁ 2 କୋଟି 56,30,482 ଲେଖିବି, ହେବ, କିଛି ଅସୁବିଧା ନାହିଁ। ତୁମେ ତୁମ ହିସାବରେ ଲେଖିପାରିବ। ପିଲାମାନେ ମୁଁ ଏଇଟା ତୁମକୁ ଗୋଟେ ଏକ୍ଜାମ୍ପଲ୍ ଦ୍ୱାରା ବୁଝେଇ ଦେଇଛି କି ତୁମେ କେମିତି କ'ଣ ଲେଖିପାରିବ, ତାକୁ କମା ଦେଇକି ଆଉ ୱାର୍ଡ଼ରେ ହେଲା। କ୍ୱେଶ୍ଚନ୍ ନମ୍ବର 3 ପିଲାମାନେ, କ୍ୱେଶ୍ଚନ୍ ନମ୍ବର 3 କ'ଣ ଦେଲା ନା ଏପରି 8 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର ଯାହାର ପ୍ରତ୍ୟେକ ଅଙ୍କ ସମାନ ଥିବ। ଯେମିତି ଏପରି କେତୋଟି ସଂଖ୍ୟା ସମ୍ଭବ ଲେଖ। ଆଚ୍ଛା ପିଲାମାନେ, ଏଠି ଆମକୁ ସେ କ'ଣ କରିବାକୁ ଦେଇଛି ନା 8 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଥିବ, ଆଉ ସବୁ ସଂଖ୍ୟାର ଅଙ୍କ ଗୁଡ଼ିକ ସବୁ ସମାନ ଥିବ। ଯେମିତି 1 1 1 2 2 2 3 3 3 4 4 4 5 5 6 6 7 7 8 8। ଏକ୍ଜାକ୍ଟଲି ଦେଖ ପିଲାମାନେ, ମୁଁ ଏଠି ଲେଖିଲି କେତେ 1 କୋଟି 11 ଲକ୍ଷ 11,111। ଏଇଟା ଦେଖ 111। ସେମିତି 2 କୋଟି 22 ଲକ୍ଷ 22,222। 3 କୋଟି 33 ଲକ୍ଷ 33,333। 4 କୋଟି 4 କୋଟି 4 କୋଟି 44 ଲକ୍ଷ 44,444। 5 କୋଟି 55 ଲକ୍ଷ 55,555। 6 କୋଟି 66 ଲକ୍ଷ 66,666। 7 କୋଟି 77 ଲକ୍ଷ 77,777। 8 କୋଟି 88 ଲକ୍ଷ 88,888। 9 କୋଟି 99 ଲକ୍ଷ 99,999।
क्वेश्चन नंबर 4 को ଯିବା। ଏବେ କ'ଣ ସେ ଦେଇଛି ନା क्वेश्चन नंबर 4 କ କେବଳ 2ଟି ଅଙ୍କ ବ୍ୟବହାର କରି ଏପରି ଗୋଟିଏ 8 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ଯାହାର ଅଙ୍କ ଗୁଡ଼ିକୁ ଓଲଟା କ୍ରମରେ ଲେଖିଲେ ମଧ୍ୟ ମିଳିଥିବା ମୂଳ ଅଙ୍କ ସହିତ ସମାନ ହେବ। ତା ମାନେ ଏଠି ପିଲାମାନେ ସେ ତମକୁ କ'ଣ କରିବାକୁ ଦେଇଛି ନା ଯଦି ତୁମେ ମନେକର ଏଇଠି ମୁଁ ନେଇଛି ମୋର 2 ଆଉ 5 ନେଇଛି ହେଲା, ତାହେଲେ ସେ ମୁଁ ଅଙ୍କଟାକୁ କ'ଣ କଲି ନା 55,55,552 ଲେଖିଲି। ଦେଖ ପିଲାମାନେ ଯଦି ମୁଁ ଡାହାଣରୁ ବାମକୁ ଗଣୁଛି ସେଇ 2,55,55,552 ହେବ। ଯଦି ମୁଁ ଡାହାଣ ପଟୁ ବି ଗଣିବି ସରି ବାମ ପଟରୁ ବି ବାମରୁ ଡାହାଣ କିମ୍ବା ଡାହାଣରୁ ବାମ ମୁଁ ଯେଉଁ ପଟରୁ ବି ଗଣିବି ମୋର ଅଙ୍କ ଦୁଇଟା ସେଇ ସମାନ ହିଁ ହେବ। ଫର୍ ଏକ୍ଜାମ୍ପଲ୍ ଦେଖ ମୁଁ ଏଠି 2 ନେଇଛି, 2 ଆଉ 5 ନେଇଛି। ମୁଁ ମନେକର 4 ଟିକେ ପିଲାମାନେ 4 ଆଉ 6 ନେବି। ଦେଖୁନ 4 ଏଇଠି ମନେକର ମୁଁ ଲେଖିଲି 4 6 6 6 6 6 4 4 ଦେଖ 1 10 ଶହ ହଜାର ଅୟୁତ ଲକ୍ଷ ନିୟୁତ କୋଟି 1 10 ଶହ ହଜାର ଅୟୁତ ଲକ୍ଷ ନିୟୁତ କୋଟି। ତେଣୁକରି ମୁଁ ଯେମିତି ବି ଯେଉଁ ପଟୁ ଗଣିଲେ ବି ଅଙ୍କ ସମାନ ରହୁଛି। ଆଚ୍ଛା ମୁଁ 4 6 ନେଲି। ଆଉ ଦୁଇଟା ଏକ୍ଜାମ୍ପଲ୍ ନେଉଛି। ମନେକର ମୁଁ 5 ଆଉ 3 ଦେଖ 5 3 3 3 3 3 5 ଦେଖୁନ 1 10 ଶହ ହଜାର ଅୟୁତ ଲକ୍ଷ ନିୟୁତ କୋଟି 5 କୋଟି 1 10 ଶହ ହଜାର ଅୟୁତ ଲକ୍ଷ ନିୟୁତ କୋଟି। ସେଇ ଏପଟରୁ ଗଣିଲେ ସେ 5 କୋଟି 33 ଲକ୍ଷ, ଏପଟରୁ ଡାହାଣ ପଟୁ ଗଣିଲେ ଯାହା ବାଁ ପଟୁ ଗଣିଲେ ସେଇଆ ହେଲା। ବୁଝିପାରିଲ ତ ପିଲାମାନେ? 4 ନମ୍ବର କ୍ୱେଶ୍ଚନର ଆନ୍ସର 3ଟି ଅଙ୍କ ବ୍ୟବହାର କରି ଏକ 8 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ଯାହାର ଅଙ୍କମାନଙ୍କର ସମଷ୍ଟି 8 ହେବ। ଦେଖ ଏଇଠି ମୁଁ କ'ଣ କଲି 3ଟି ଅଙ୍କ ନେଲି, 2 ଗୋଟେ 0 ଗୋଟେ 6 ଗୋଟେ। ନିର୍ଣ୍ଣୟ ସଂଖ୍ୟା ମାନେ କେତେ ହେବ? ଦେଖ 0କୁ ତ 0ର ମିଶିଲେ 0 ହେବ, 6 ମିଶିଲା 2 ହେଲା 8। ସେମିତି ତୁମେ ଆଉ ଗୋଟେ କ'ଣ ଏକ୍ଜାମ୍ପଲ୍ ନେଇପାରିବ। ଦେଖ ମନେକର ମୁଁ ଏଠି ଧର ନେବି 5 3 2 3 4 5 6 ଦେଖ ମଝିରେ 6ଟା ରହିଲା 0, 5ରେ 3 ମିଶିନା ହେଲା କେତେ 8। ସେମିତି ଆଉ କ'ଣ ନେଇପାରିବା? ଏଠି ଦେଖ ମୁଁ ଧର ଲେଖିବି ଏଠି 1 0 0 0 0 0 0 7 ହେଲା। ସେମିତି ଆଉ କ'ଣ ଲେଖିପାରିବା? ମନେକର ମୁଁ ଲେଖିବି 4 0 0 0 0 0 0 4 ବୁଝିପାରିଲ? ଏମିତି ହେଇପାରିବ। ନହେଲେ 8 0 0 0 0 0 0 0 ହେଲା। ବୁଝିପାରିଲ ତ ପିଲାମାନେ? ତାମାନେ ଆମେ ଯେମିତି ଦୁଇଟା ସଂଖ୍ୟା ନୁହେଁ ମିଶିକି ଯେମିତି 8 ହେଉଥିବ। ପିଲାମାନେ ତୁମକୁ ସବୁ କ୍ୱେଶ୍ଚନ୍ ଆନ୍ସର୍ କରିଦିଆଗଲା। ୟା ପରେ ବି ଯଦି ତୁମର କିଛି ଡାଉଟ୍ ଥିବ କମେଣ୍ଟ ସେକ୍ସନ୍ରେ ଜଣାଇବ, ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ୍ କରିବ। ଆଉ ଯେଉଁଟା ତୁମର ଯାହା ଡାଉଟ୍ ଅଛି ଯଦି ଥରେ ନ ବୁଝିପାରୁଛ 2 ଥର 3 ଥର 4 ଥର ଦେଖ। ଯଦି ନ ବୁଝିପାରୁଛ ମୋତେ କମେଣ୍ଟ ସେକ୍ସନ୍ରେ ମୁଁ ସେଟାକୁ ନେକ୍ସଟ ଯାହା ପଢ଼ା ହେଇଥିବ ମୁଁ ତା ସହିତ ଏଟାକୁ ଆଡ଼୍ କରିଦେବି। ଥ୍ୟାଙ୍କ ୟୁ, ଧନ୍ୟବାଦ।